ଭାଇନା ଦିନକୁ ଦିନ ପେଟ୍ରୋଲ ଡିଜେଲ ଖାଇବା ତେଲ ଏମିତି ବଢିଗଲାଣି ଯେ ସାଧାରଣ ଲୋକ ବଞ୍ଚିବାଟା ଅସୁବିଧା ହେଇଗଲା। କିନ୍ତୁ ସରକାରକୁ ନିଶ୍ଚିତ ଭାବରେ ଆର ଉପରେ ଟିକେ ଦୃଷ୍ଟି ଦେବାକୁ ପଡିବ। ସରକାର କ'ଣ ଦୃଷ୍ଟି ଦେବ? ସେ ତ ନିଜ ଏକ ପଢ଼ୁଛି। ହେଲେ ବି ଓପୋଜିସନ୍ ଷ୍ଟ୍ରଙ୍ଗ ନ ହେଲେ ଏମିତି ଏକା ହେବ, ଏକଛତ୍ରବାଦୀ ଶାସନ ପରି। ଭାଇନା ଦିନ ଥିଲା 5 ଟଙ୍କା ବଢିଲେ ଲୋକ ଷ୍ଟ୍ରାଇକ କରିଦଉଥିଲେ। ଏବେ ଦେଖ କେତେ ଆକାଶ ଛୁଆଁ ରେଟ୍ ଅଛି, ମାତ୍ର ଷ୍ଟ୍ରାଇକ ଫ୍ରାଇକ କିଛି ନାହିଁ। ଆରେ ଓପୋଜିସନ୍ ଏକା ନଥିବ ବୋଲି କିଏ ଆସି ଷ୍ଟ୍ରାଇକ୍ କରିବ? ହେଇଠି ଶରତ ଆଇଲେ। नमस्कार भाई। ଆରେ ଶରତ, ତୁମକୁ ଥଣ୍ଡା ହେଇଯାଇଛି ବୋଧେ? हाँ भाई काली टिके ऑफिस रे असला बेलको वर्षा रे भिजि गेली तो सेति पई टिके ठंडा हो जाईछि। ଗୋଟେ କାମ କର, ସନ୍ଧ୍ୟାକୁ ମୁଁ ତୁଳସୀକୁ ପଠେଇଦେବି, ଠିକ୍ ହେଇଯିବ। ଭାଇନା हाँ भाई ମତେ ବି ଥଣ୍ଡା ହେଇଯାଇଛି। ମୋ ପାଖକୁ ବି ତୁଳସୀକୁ ପଠେଇ ଦିଅ ଭାଇନା। ତୁଳସୀ ଗଲେ ଭଲ ଥିବ ତ? अरे तुलसी बोले पत्र झियो नु ବାପରେ शिव भाई ना मो झियो रे डांस देखले से स्कूल रे फास्ट हला। ନାଇଁ ନାଇଁ ମୁଁ ଦେଖିନି, କାଇଁ ଦେଖି? हाँ देखि न रुह मु देखौछि। ଏଇଟା ଗୋଟେ ଡ୍ୟାନ୍ସ କି? କାଲି ଭାଇନା ବମ୍ବେରୁ ଗୋଟେ ପିଲା ଗୋଟେ କଲା, ମୁଣ୍ଡ ଖରାପ କଲା। ଏଇଟା ଡ୍ୟାନ୍ସ ପୁଣି। ଆମର ଦୁର୍ଭାଗ୍ୟ କ'ଣ ମାନେ ନିଜ ଅଞ୍ଚଳର କଳାକାରମାନଙ୍କୁ ପ୍ରଶଂସା ନ କରି ବାହାର ଅଞ୍ଚଳର କଳାକାରମାନଙ୍କୁ ପ୍ରଶଂସା କରିବା। ଆମେ ତ କିଛି କରିପାରିବାନି, କିନ୍ତୁ ଅନ୍ୟକୁ ବାଛିବାରେ ମାତ୍ର ଆଗରେ ଥିବା। ଭାଇନା ଭଲକୁ ଭଲ କହିବାଟା ଭୁଲ କି ଭାଇନା? ତମେ ତାକୁ ପ୍ରଶଂସା କର, ତା ବୋଲି ଲୋକାଲ ଆର୍ଟିଷ୍ଟକୁ ଅଣ୍ଡର ଏଷ୍ଟିମେଟ୍ କରିବ। ଆଉ କିଏ ଜଣେ ସେଲ୍ଫି ଗୋଟେ କାଢ଼ିକିରି ଫେସବୁକ୍ରେ ଅପଲୋଡ଼ କରିଦେଲେ ସେ ମାଙ୍କଡ଼ ପରା ଫଟୋ ଥାଉ ନା କାହିଁକି, ୱାଓ ଏକ୍ସଲେଣ୍ଟ ସୁପର ମାର୍ଭେଲସ୍ ବୋଲି ମୋ ନିଚେ କମେଣ୍ଟ ଦେଉଥିବ। କିନ୍ତୁ ସେ ଛୋଟ ପିଲାଟି ଏତେ ଭଲ ଡ୍ୟାନ୍ସ କରୁଛି, ତାକୁ ଗୋଟେ ଭଲ କମେଣ୍ଟ ଦେଲେ ସେ ଆହୁରି ଏନକରେଜମେଣ୍ଟ ହେବ, ଆହୁରି ଭଲ କରିବାକୁ ଚେଷ୍ଟା କରିବ। ଶରତ ବାବୁ ତମେ ଭଲ ଭାବ କି ଖରାପ ଭାବ, ଝିଅ ପିଲା ଗୋଟେ ଡ୍ୟାନ୍ସ କଣ? କାଲି ସକାଳେ ତାର ମ୍ୟାରେଜ ଟାଇମ୍ ଆସିଲେ ତାକୁ ଭଲ ବର ପିଲା ଗୋଟେ ମିଳିବନି। ତାକୁ ଫାଷ୍ଟରେ ଭଲ ଭାବେ ପାଠ ଟିକେ ପଢେଇ ଦିଅ। ଆରେ କି କଥା କହୁଛ ଶଶୀ? ଝିଅ ପିଲାମାନେ ଆଜିକାଲି ସବୁ କ୍ଷେତ୍ରରେ ରାଗିଲେନି। ଶରତ, ତମର ଝିଅର ତ ଟ୍ୟାଲେଣ୍ଟ ଅଛି, ତମେ ତାକୁ ଡ୍ୟାନ୍ସ କ୍ଲାସ୍ କଣ୍ଟିନ୍ୟୁ କରାଅ। हाँ भाई ना ଭାଇନା ଫୋନ ଆସିଲା ପରା, ଦେଖ ତ। ହ୍ୟାଲୋ, ହଁ ହଁ ଠିକ୍ ଅଛି, ମୁଁ ଆସୁଛି। ଠିକ୍ ଅଛି, ମୁଁ ଚାଲିଲି ହେଲା। ଭାଇନା ହଉ ଠିକ ଅଛି। ଭାଷଣର ନମ୍ବର 1। शशि सतरे कोन मैरिज बेलको असुविधा हबो? ବାহ ତମେ କଣ ଜାଣିନ କି ଶରତ? ପୁଅ ଘର ସବୁବେଳେ ଗୋଟେ ଭଲ ଝିଅ ଘର ଖୋଜେ। ଆଉ ତମର ଝିଅ ରୋଡ ଉପରେ ଷ୍ଟେଜ ଉପରେ ତାକା ଦେଇ କରୁଥିବ, ତାକୁ କିଏ ବୋହୁ କରିକି ନବ? मोर एक्चुअली जम्मा इच्छा नथिला। मो मिसेस बाध्य कलरु मु डांस क्लास रे जॉइन करैली। भलो हला तुमे मोर आखि खोल दलो जे शिव भाईना कोन कहउथले। ତାଙ୍କର କଥା ଛାଡ, ତାଙ୍କର ଦିଟା ପୁଅ ଅଛନ୍ତି, ତାଙ୍କେ ସେମିତି ଏକା କହିବେ। ମାତ୍ର କାଲି ସକାଳକୁ ପ୍ରୋବ୍ଲେମ ତମେ ଏକା ଫେସ୍ କରିବ। ହଉ ଚାଲିଲି ଶରତ, ମୁଁ ଯାଇକି ଆସୁଛି। शशि ठीक कहूछि। मोर झियो जदि रोड रे स्टेज रे डांस करथिबो, भलो संप्रदायर लोके केमिति ताको बहु रूपे स्वीकार करिवे? प्लीज मम्मी प्लीज कुहो, प्लीज प्लीज मम्मी प्लीज कुहो। कौन है तुम्हें रिमार डांस क्लास बंद कर देलो? से खाली कांदी की बसीची। मैं चुप रहो माया, तमरो से विषय रे मुंडो खेला दरकार नाही। रिमा केवल तम झील नुहे, मोर भी झील से। तार भल मंद बुझिबा दायित्व भी मोर अछि। टेस्टटा शिखि देले क्षतिटा कोन? ताको जहा इच्छा गुडी पेरेंट हिसाब रे फुलफिल करिया दायित्व भी अछि हमर। माया तुमको किछि जणा ना। कोन जानिनी? तार टैलेंट कोन मु जानिनी? तार इंटरेस्ट कोठी मु जानिनी? बिचारी नो खाई कांदी कांदी बसीची। भोक लागिले से निजे मागी खाइबो। तोर बुद्धि विवेक किछि नाही जे जोटा कहले सुनि देबु। मते किए किछि कहि नांदी। मो इच्छा रे ताको जॉइन करथिले, मो इच्छा अनुसार ताको मु छडैछि। तो इच्छा कोन? तो इच्छा सब तो इच्छा रे चलिबो नहीं। पिलार कोन इंटरेस्ट अछि जानिबा दरकार। तुमे चुप रहो बाबा, तुमे माया को बेसी सपोर्ट करछो। मु जहा डिसीजन नउछि ता फाइनल डिसीजन। तो
ତମେ ଏତେ ଜିଦି କାହିଁକି ହଉଛ କହିଲ? तुमको थरे कहले बुझी पारनो कहीं मु जहा करूचे ठीक करूचे घर रहिले मो मुंड खराब कर दूच है से गोटे मूर्खटा माँ से का कथा सुनिबो नै से जा कहबो सेटा बेद আমারি মা খাইব সকালু কিছু খাইনু মো সুন্নাটা পরা। ନାଇଁ ମମି ମୁଁ କିଛି ଖାଇବିନି। ତମେ କଣ ଜାଣିନ ମାମା ଡ୍ୟାନ୍ସ ମୋର ପ୍ରାଣ। ମୁଁ ନ ଖାଇକିନା ବି ରହିଯିବି। ଡ୍ୟାନ୍ସ ବିନା ମୁଁ ରହିପାରିବିନି। ହଁ ମା ମୁଁ ଜାଣିଛି ହେଲେ ମୁଁ କଣ କରିପାରିବି? ମାମା ପ୍ଲିଜ ତମେ କେମିତି ହେଲେ ବାବାଙ୍କୁ ବୁଝ ପ୍ଲିଜ ମାମା ପ୍ଲିଜ। ତୁ କଣ ଜାଣିନୁ ମା ତୋ ବାପା କେତେ ଜିଦି ସେ ଯାହା କହିବେ ତାହା ଫାଇନାଲ। ବ୍ରହ୍ମା ଆସିଲେ ବି ତାଙ୍କୁ ଅଟକେଇ ପାରିବନି। ହେଲେ ମୁଁ ବୁଝିପାରୁନି ସଡନ୍ ତାଙ୍କ ମାଇଣ୍ଡ କୁ ଏ ଚେଞ୍ଜ ଆସିଲା କେମିତି? ଡ୍ୟାନ୍ସ କ୍ଲାସ ମତେ ନ ପଠେଇଲେ ମୁଁ ଖାଇବି ନାହିଁ। आ माँ टिके खाई दे माँ ନାଇଁ ଜେଜେ ମୁଁ କିଛି ଖାଇବି ନାହିଁ। ତମେ ହେଲେ ବାବାଙ୍କୁ ବୁଝାଅ ଜେଜେ। से केबे मो कथा सुनुची जे एबे सुनिबो आ माँ खाई दे ନା ମୁଁ ଖାଇବିନି। हे भगवान कौन करिबी काहाकू बुझेबी मो मुंड पागल ही जाउचे। भाईना नमस्कार। खुशी पाई आपण जहा कहिबे मु करिया को प्रस्तुत। थैंक यू सो मच भाईना थैंक यू। हाँ माँ शिव कहला पर एका करिबा तापर जोटा हबो देखिबा। हाँ बापा। हे भगवान मु कौन करिबी मो स्वामी को मु केमिति भलो करिबी मते रास्ता देखाओ हे भगवान। बापा मम्मी बाबा कोन पे तो हो जंदे बापा बुद्धि नहीं कि साउंड करना भी केते तरह कहछि। सॉरी मम्मी सॉरी जानि पारलेनी हातरो खसी गला। सॉरी बापा सॉरी जानि पारलेनी मु भूल ही गला मोर। सॉरी बापा कहले सुने भो माँ भो भो मत क्षमा कर दे माँ। मु तुम समस्त को मो इच्छा चलिया बाध्य करछि।
ମୁଁ ତୁମର ଇଚ୍ଛାରେ କିଛି ବି କରିନି। ମତେ ଏବେ ତୁମେ ଶାସ୍ତି ଦେଇପାର। ତୁମେ ଆଉ କଣ ଦବ? ଭଗବାନ ହିଁ ମତେ ଠିକ ଶାସ୍ତି ଦେଇଛନ୍ତି। ପ୍ଲିଜ ବାବା ପ୍ଲିଜ ସେମିତି କୁହନି। ତୁମ ବିନା ଆମେ ବଞ୍ଚି ପାରିବୁନି, ସେମିତି କୁହନି। ତମେ ସବୁ କେତେ ଭଲ ମା। ମୁଁ ତୁମମାନଙ୍କୁ ଏତେ ସାଧିବା ପରେ ବି ତୁମମାନେ ମତେ ଏତେ ଚାହୁଁଛ। ମୁଁ ମରିଯିବା ପରେ ପ୍ଲିଜ ସେମିତି ମରିବା କଥା କୁହନି, ସେମିତି କୁହନି। ତମର କିଛି ହବନି, ତମେ ଠିକ ହେଇଯିବ। ଟେନସନ ହୁଅନି। ମତେ କାହିଁକି ସେ ଚଳନା ରଖିଛ? ମୁଁ ମରିଯିବି ବୋଲି ଦୁଃଖ ନାହିଁ, କେବଳ ଏତିକି ଦୁଃଖ ମୋର ଭୁଲ ମୁଁ ଜାଣି ସୁଧାରିବି ବୋଲି ଭାବିବା ସମୟକୁ ପ୍ଲିଜ ବେଶୀ କଥା ହୁଅନି, ଧଇଁ ସଇଁ ହେଇଯାଉ। हे भगवान, ମୋ ପୁଅକୁ ମୁଁ କେମିତି ବଞ୍ଚେଇବି? ମତେ ରାସ୍ତା ଦେଖାଅ। ମୋର ଆଗରେ ଛୋଟପଟେ ହେଲେ ମୁଁ କିଛି କରିପାରୁନାହିଁ। हे ଭଗବାନ, ମତେ ରାସ୍ତା ଦେଖାଅ। ମାୟା ଚୁପ ହେଇଯାଅ ପ୍ଲିଜ, ବେଶୀ ଧଇଁ ସଇଁ ହେଇଯାଉ। ଯେ ମୋ ମନର କଥା କହିବାକୁ ଦିଅ। ମୁଁ ତୁମ ମନକୁ ବହୁତ କଷ୍ଟ ଦେଇଛି। ସେମିତି ହୁଅନି ପ୍ଲିଜ। ଆରେ କ'ଣ ହେଲା ସରତଙ୍କୁ, କ'ଣ ହେଲା? କାହିଁକି ସବୁ ଏମିତି ନିରାଶରେ ଅଛ? ସବୁ ସରିଗଲା ଭାଇନା, ସବୁ ସରିଗଲା। ଡକ୍ଟର କହୁଛନ୍ତି ଅପରେସନ କଲେ ହିଁ ଆଙ୍କେ ବଞ୍ଚିବେ, ନହେଲେ ଆରେ ରେ ପ୍ଲିଜ୍ ପ୍ଲିଜ୍ ରୁହନ୍ତୁ ରୁହନ୍ତୁ, କାନ୍ଦନି। ହେଲେ ଏତେ ଲେଟ୍ କାହିଁ କରୁଛନ୍ତି? ମୋତେ ଜଣାଇଥିଲେ ତ ମୁଁ ଚେନ୍ନାଇରୁ ଶୀଘ୍ର ପଳେଇ ଆସିଥାନ୍ତି। ତ ଅପରେସନକୁ ଲେଟ୍ କାହିଁକି? ଟଙ୍କା 2 ଲକ୍ଷ ନଥିଲେ ଅପରେସନ ହେଇପାରିବନି। ଓ ସ୍ୟାଡ୍। 6 ମାସ ହେଲା କାମକୁ ନ ଯିବାରୁ ଦରମା ବନ୍ଦ କରିଦେଇଛନ୍ତି। ମୁଁ ଏମାନଙ୍କୁ ଠିକ ସେ ଖାଇବାକୁ ଦେଇ ପାରୁନି। ମୁଁ ଅପରେସନ କେମିତି କରିବି? ମୁଁ ଖାଲି ଦେଖି ବସିଛି ତା କଷ୍ଟକୁ, ହେଲେ ମୁଁ କିଛି କରିପାରୁନାହିଁ। ତା ବଦଳରେ ସେ ରୋଗ ମତେ ଆସିଥିଲେ ଭଲ ହେଇଥାନ୍ତା। हे ଭଗବାନ, କାହାକୁ ବି ଏ ପରିସ୍ଥିତି ନ ଆସୁ। ଚୁପ୍ ହେଇଯାନ୍ତୁ ପ୍ଲିଜ୍ ପ୍ଲିଜ୍, ଆପଣ ଚୁପ୍ ହେଇଯାନ୍ତୁ। ଆପଣ ସାହସ ହରାଇଲେ କେମିତି ହେବ? ଏମାନଙ୍କୁ ଧୈର୍ଯ୍ୟ କିଏ ଦେବ? କିଛି ଚିନ୍ତା କରନ୍ତୁନି, ଟ୍ରିଟମେଣ୍ଟର କିଛି ଗୋଟେ ବ୍ୟବସ୍ଥା କରିବା। ନା ଟଙ୍କାରେ ମୁଁ ସାହାଯ୍ୟ କରିପାରୁଛି, ନା କାମରେ ସାହାଯ୍ୟ କରିପାରୁଛି। ଖାଲି ବସି ଖାଉଛି। ପ୍ଲିଜ୍ ଶିବ ଭାଇନା, ମୋର ଶେଷ ସମୟ ଆସିଲାଣି। ହେଲେ ସମସ୍ତଙ୍କ ସହିତ ମିଶି ରହିବା ପାଇଁ ମୋର ବହୁତ ଇଚ୍ଛା ଲାଗୁଛି। ପିଲାଦିନ କଥା ମତେ ବେଶୀ ମନେ ପଡୁଛି ଭାଇନା। ମତେ ବଞ୍ଚିବାକୁ ଇଚ୍ଛା ହଉଛି। ପ୍ଲିଜ୍ ଶରତ, କଥା ହଉନ ପ୍ଲିଜ୍ ପ୍ଲିଜ୍, କଥା ହଉନ, ଧଇଁ ସଇଁ ହେଇଯାଉଛ ପ୍ଲିଜ୍। ପ୍ଲିଜ କଥା ହୁଅନି, ପ୍ଲିଜ ପ୍ଲିଜ। ନିଅ ଜୁସ୍ଟା ଟିକେ ପିଇ ଦିଅ।
ନାଇଁ ମତେ ବାଧ୍ୟ କରନି ପ୍ଲିଜ। ଟିକେ ପିଇ ଦିଅ, ନହେଲେ ବଳ କେମିତି ଆସିବ? ପି ବାପା ପି, ନ ପିଇଲେ ବଳ କେମିତି ଆଇବ? ଟିକେ ପିଇ ଦେ ବାପା। ଆରେ ଭାଇନା ନମସ୍କାର। ନମସ୍କାର। ଆସନ୍ତୁ ବସନ୍ତୁ। ଆଉ ଏବେ କେମିତି ଅଛି ଶରତ? ଭଲ ଲାଗୁଛି ତ? ଭଲ ଅଛି। ତୁମ ପରି ସଚ୍ଚା ସାଙ୍ଗ ଥିଲେ ମୋର ବା କଣ ହବ। ବହୁତ ବହୁତ ଧନ୍ୟବାଦ। ତୁମେ ଆସିନଥିଲେ ମୁଁ ଆଜି ନଥାନ୍ତି। ମୋ ସ୍ଥାନରେ ଫଟୋଟେ ଥାନ୍ତା। ତୁମକୁ କେମିତି କୃତଜ୍ଞତା ଜଣେଇବି ମୁଁ ବୁଝିପାରୁନି। ବହୁତ ବହୁତ ଧନ୍ୟବାଦ। ମୁଁ କି? ତମର ପ୍ରାଣ ରକ୍ଷା କଲା ତମ ଝିଅ ରିମା। ମୋ ଝିଅ? ଏ କଣ କହୁଛ? ଆମ ଝିଅ ରିମା। ରିମା 4ଟି ଡ୍ୟାନ୍ସ କରି କିଛି ଟଙ୍କା ଆଣିଲା। ଆଉ ତାର ଡ୍ୟାନ୍ସରେ ମୁଗ୍ଧ ହୋଇ କିଛି ଧନୀ ଲୋକମାନେ ସାହାଯ୍ୟ କରିବାକୁ ଆଗେଇ ଆସିଲେ, ଯଦ୍ୱାରା କି ତମର ଅପରେସନଟା ସମ୍ଭବ ହୋଇପାରିଲା। କିନ୍ତୁ ଆକୁ ତ ଡ୍ୟାନ୍ସ ଠିକରେ ଜଣା ନାହିଁ। ସେ ତ ଡ୍ୟାନ୍ସ ଶିଖି ନାହିଁ। ମତେ କ୍ଷମା କରିଦିଅ। ସେଦିନ ହ୍ୟାଲୋ। ହ୍ୟାଲୋ ଭାଇନା ନମସ୍କାର। ନମସ୍କାର ମାୟା। ଆଉ ସବୁ କ'ଣ ଭଲ? କଣ କହିବି ଭାଇନା, ମାନେ କ'ଣ ହେଲା? ଏନି ପ୍ରୋବ୍ଲେମ? ଭାଇନା ରିମାକୁ ଡ୍ୟାନ୍ସ କ୍ଲାସ ଯିବାକୁ ଆଙ୍କେ ମନା କରିଦେଲେ। ସେ ଖାଲି କାନ୍ଦିକି ବସିଛି, ସକାଳଠୁ କିଛି ଖାଇନି। ଆପଣ ତ ଜାଣିଛନ୍ତି ରିମାକୁ ଡ୍ୟାନ୍ସ ବୋଲେ ପ୍ରାଣ। ଓ ସ୍ୟାଡ୍। ଶଶୀର କଥା ଶୁଣି ସେ ଏଇ ଷ୍ଟେପ୍ ନେଇଥିବ। ଆଚ୍ଛା ତମେ ଶରତକୁ ବୁଝେଇଲନି? କେତେ ବୁଝେଇଲି ଭାଇନା, ଆପଣ କଣ ଜାଣିନାହାନ୍ତି ସେ କେତେ ଜିଦି। ତାଙ୍କ କଥା ହିଁ ଫାଇନାଲ ହେବାର ଅଛି। ମୁଁ କଣ କରିବି କିଛି ବୁଝିପାରୁନି, ମୁଣ୍ଡ ପାଗଳ ହେଇଯାଉଛି। ଆଚ୍ଛା ଶୁଣ, କିଛି ଟେନସନ ହୁଅନି। ମୋର ଅନ୍ୟ ଜଣେ ଚିହ୍ନା ପରିଚୟ ଡ୍ୟାନ୍ସ ଟିଚର ଅଛନ୍ତି। ତମେ ରିମାକୁ ତାଙ୍କ ପାଖକୁ ପଠାଅ। ହେ ଭଗବାନ, ସେ କଣ ଜାଣିଲେ ମତେ ରଖିବେ? ଡୋଣ୍ଟ ୱରି ମାୟା, ମୁଁ ସେସବୁ ବୁଝିବି। ହେଲେ ବି ସେ କେମିତି ଜାଣିବେ କେମିତି? ଡ୍ୟାନ୍ସ ଶିଖିଲା ପରେ ଜାଣିଲେ ବି କ'ଣ ହବ? ବେଶୀରେ ବେଶୀ ତମେ ଟିକେ ଗାଳି ଶୁଣିବ। ରିମା ପାଇଁ କ'ଣ ସେତିକି ଶୁଣିପାରିବନି? ମୁଁ ତ ତା ଖୁସି ପାଇଁ ଆପଣ ଯାହା କହିବେ କରିବାକୁ ପ୍ରସ୍ତୁତ। ହେଲେ ତ ନୋ ପ୍ରୋବ୍ଲେମ। ମୁଁ କହିଲା ପରା, ତମେ ସେମିତି କର। ତମକୁ ମୁଁ ନ ଜଣେଇ ବହୁତ ବଡ ଭୁଲ କରିଦେଲି। ଭଲ କାମ ପାଇଁ ମିଛ କହିଲେ ବି ତାହା ଭୁଲ ନୁହେଁ ମାଏ। ମା, ମୁଁ ଆଜି ତୋ ପାଇଁ ଗର୍ବିତ ମା। ଯୋଉ ଡ୍ୟାନ୍ସ ମୁଁ ତୋତେ ଶିଖିବା ପାଇଁ ମନା କରିଥିଲି, ଆଜି ସେ ଡ୍ୟାନ୍ସ ଯୋଗୁଁ ତୁ ମୋ ଜୀବନ ରକ୍ଷା କଲୁ। ବହୁତ ବହୁତ ଧନ୍ୟବାଦ। ନା ବାପା, ଆପଣ କାହିଁକି ମୋତେ ଧନ୍ୟବାଦ ଜଣାଉଛନ୍ତି? ଏଇଟା ମୋର କର୍ତ୍ତବ୍ୟ। ଆଜି ଆମେ ବହୁତ ଖୁସି ଆପଣ ଭଲ ହେଇଗଲେ। ବାସ୍, ଆମକୁ ତାହାଠୁ ବେଶୀ ଆଉ କିଛି ଲୋଡ଼ା ନାହିଁ। ପୁଣି ଥରେ ଆମର ଖୁସିର ଦିନ ଫେରି ଆସିବ। ଆମେ ସମସ୍ତେ ପୁଣି ଆନନ୍ଦରେ ରହିବା। ସେ ଯାହା ହଉନା କାହିଁକି, ତମ ଯୋଗୁ ଆମ କୁଟୁମ୍ବ ହସ ଖୁସିରେ ଅଛୁ ଆଜି। ଆଉ ତମ ରିକମେଣ୍ଡେସନରେ ମୋ ନାତୁଣୀ ଡ୍ୟାନ୍ସ ଟିଚର ହେଇପାରିଲା। ଥ୍ୟାଙ୍କ ୟୁ ଭାଇନା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଠି ଥ୍ୟାଙ୍କ ୟୁର ସ୍ଥାନ ନାହିଁ ଶରତ। ଜଣେ ସାଙ୍ଗ ଯଦି ଅନ୍ୟ ସାଙ୍ଗକୁ ଦରକାର ବେଳେ ସାହାଯ୍ୟ ନ କଲା ତ ଫ୍ରେଣ୍ଡସିପ୍ର ମୂଲ୍ୟ କ'ଣ ରହିବ? କିଛି ନାହିଁ ଶରତ, ଡୋଣ୍ଟ ୱରି। ଏବେ ହେଲେ ବୁଝିପାରିଲ ନା ଝିଅ ପିଲାର ମୂଲ୍ୟ କ'ଣ? ଝିଅ ପିଲାମାନେ ପ୍ରତି କ୍ଷେତ୍ରରେ କେମିତି ଆଗେଇଲେନି। ତମେ ବୁଝିପାରିଲ, ବାସ୍ ସେତିକି ଯଥେଷ୍ଟ।